এই রক্ষাবন্ধনের সৃষ্টিও কিন্তু জগন্নাথের হাত ধরে। যদি কেউ জেনে থাকেন, শ্রীকৃষ্ণ যখন শিশুপালকে হত্যা করে তার চক্র দিয়ে, সেই চক্রটা যখন ঘুরে ঘুরে ফিরে হাতে আসে তখন তার তর্জনীটা কেটে যায়। সেই সময় দ্রৌপদী তার নিজের শাড়ি ছেড়ে সেই তর্জনীটা বেঁধে দেয়। তখন জগন্নাথ শ্রীকৃষ্ণ আপ্লুত হয়ে আবেগে বশীভূত হয়ে তিনি দ্রৌপদীকে বলেন, বোন, আমি তোমার এই রক্ষাবন্ধনের মূল্য নিশ্চয়ই দেব। যখন মানে দ্রৌপদীর বস্ত্রহরণ হচ্ছে সেই সময় শ্রীকৃষ্ণই পাশে দাঁড়িয়ে তখন কিন্তু ওই রক্ষাবন্ধনের প্রতিজ্ঞা পালন করে। আজকে আপনারা এইভাবে এখানে যেভাবে সমস্ত আলোচনা করেছেন, যেভাবে আমাদের সমস্ত ভাইরা সব আয়োজন করে, এরা প্রচণ্ড ধর্মপ্রাণ উড়িষ্যাবাসী এবং এদের জন্যেই আজকে এখানে আমাদের যে মন্দিরটা হয়েছে, এই মন্দির হওয়ার জন্য আমরা চিরকৃতজ্ঞ। এনাদের কাছে আমরা এসে এই কালিয়ার দর্শন পাই, এই জন্য আমি নিজেকে ধন্য মনে করি। সবাই ভালো থাকুক। জয় জগন্নাথ। চন্দন চক্রবর্তী, প্রেসিডেন্ট, ওয়েস্ট বেঙ্গল ভেন্ডার অ্যাসোসিয়েশন। প্রভু জগন্নাথ, বলভদ্র এবং সুଭଦ୍ରା ନେଇ ରତ୍ନ ସିଂହାସନରେ ବସିଛନ୍ତି ଆମର ଏହି କୁଷ୍ଠାବଜାର ଶ୍ରୀ ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ମନ୍ଦିରରେ। ଏବଂ ଆଜି ଏକ ବିଶେଷ ମୁହୂର୍ତ୍ତ, ବିଶେଷ ଦିନ ଥିଲା ଆମ ଟ୍ରଷ୍ଟ ପାଇଁ। ପ୍ରଭୁଙ୍କର, ମହାପ୍ରଭୁ ବଳଭଦ୍ରଙ୍କର ଆଜି ଜନ୍ମଦିନ ଥିଲା ଏବଂ ଏହି ଜନ୍ମଦିନ ସହିତ ରକ୍ଷାବନ୍ଧନ ମଧ୍ୟ ଥିଲା। ଆଜି ସକାଳୁ 5:30 ସମୟରେ ଆମର ମନ୍ଦିରରେ ମଙ୍ଗଳାରତି ସହିତ ମହାପ୍ରଭୁ ବଳଭଦ୍ରଜୀଙ୍କ ଜନ୍ମ ପୂଜାର୍ଚ୍ଚନା କରାଯାଇଥିଲା ଏବଂ ଏହି ପୂଜାର୍ଚ୍ଚନା ସମୟରେ ଶହ ଶହ ଲୋକ ଏଠାରେ ନିଯୁକ୍ତ ହୋଇଥିଲେ। ପ୍ରଭୁଙ୍କର ପୂଜା ଏବଂ ପ୍ରଭୁଙ୍କର ନାମ କୀର୍ତ୍ତନ, ପ୍ରଭୁଙ୍କର ହୋମ, ଆ ପରେ ପ୍ରଭୁଙ୍କର ଆଳତୀ ଶେଷ ହୋଇଥିଲା ଏବଂ ପରବର୍ତ୍ତୀ ଆଜି ରକ୍ଷାବନ୍ଧନ ଉପଲକ୍ଷେ ମହାପ୍ରଭୁ ଜଗନ୍ନାଥ ଏବଂ ବଳଭଦ୍ରଙ୍କୁ ଆମର ପୁରୁଣା ଯେଉଁ ମତରେ ଯେ ପ୍ରଭୁଙ୍କୁ ରାକ୍ଷୀ ବାନ୍ଧିଥାନ୍ତି ତାଙ୍କର ଗେହ୍ଲା ଭଉଣୀ ସୁଭଦ୍ରା ଏବଂ ସେଇ ମା ସୁଭଦ୍ରା ଆଜି ତାଙ୍କର ଦୁଇ ଭାଇ, ବଡ଼ ଭାଇ ବଡ଼ିଆ ଏବଂ ସାନ ଭାଇ କାଳିଆଙ୍କ ହାତରେ ରକ୍ଷାବନ୍ଧନ ମଧ୍ୟ ଆଜି ଆମ ଏଇ ଅନୁଷ୍ଠାନ ତରଫରୁ ହୋଇଥିଲା ଏବଂ ମା ତାଙ୍କର ବଡ଼ ଭାଇ ବଡ଼ିଆ ଏବଂ ଜଗାଙ୍କୁ ରାକ୍ଷୀ ବନ୍ଧନ କରିଥିଲେ। ଏହାପରେ ଆମର ଅନୁଷ୍ଠାନର ଅନ୍ୟାନ୍ୟ ସଦସ୍ୟମାନେ ମଧ୍ୟ ନିଜ ନିଜ ମଧ୍ୟରେ ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ଏହି ରକ୍ଷାବନ୍ଧନ ଉତ୍ସବକୁ ଅତି ଆନନ୍ଦ ଏବଂ ଉଲ୍ଲାସ ହିସାବରେ ପାଳନ କରାଯାଇଛି। ପ୍ରଭୁଙ୍କର ନୀତିକାନ୍ତି 12ଟା ସମୟରେ ହୋଇଥିଲା ଏବଂ ଅନ୍ନପ୍ରସାଦ ବଣ୍ଟନ ହୋଇଥିଲା ଏବଂ ସନ୍ଧ୍ୟାବେଳେ ଆଜି 7:30 ସମୟରେ ମହାପ୍ରଭୁଙ୍କର ପୁଣି ଆଳତୀ ହୋଇ ବର୍ତ୍ତମାନ ମନ୍ଦିରର ଶେଷ ପର୍ଯ୍ୟାୟରେ ଆଜିର ଏହି ପର୍ବ ଯେଉଁ ପାଳନ ଆମେ ପହଞ୍ଚିଛି ଏବଂ ମହାପ୍ରଭୁଙ୍କ ଆଶୀର୍ବାଦ ଯଦି ଏଇଭଳିଆ ଶ୍ରୀ ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ଉପରେ ଥିବ, ପ୍ରଭୁଙ୍କର ଏହି ଆଶୀର୍ବାଦ ନେଇ ଆମେ ଏହି ସୁଦୂର ଓଡ଼ିଶାରୁ ଆସି ଏହି ବଙ୍ଗଳାରେ ପ୍ରଭୁଙ୍କର ଏହି ସାଂସ୍କୃତିକ କାର୍ଯ୍ୟକ୍ରମ, ପ୍ରଭୁଙ୍କର ଏହି ନାମ ପ୍ରଚାର, ପ୍ରଭୁ ଆମକୁ ଏହି ଆଶୀଷ ଦିଅନ୍ତୁ ଏବଂ ପ୍ରଭୁ ଆମକୁ ଏହି ବୁଦ୍ଧି ଦିଅନ୍ତୁ ଯେ ଆମେ ଜାତି ଧର୍ମ ନିର୍ବିଶେଷରେ ଏହି ଯେଉଁ ପ୍ରଭୁଙ୍କର ନାମ ସଂକୀର୍ତ୍ତନ ସଂସ୍କାର ସାରା ବିଶ୍ୱରେ ନିଶ୍ଚିତ ଭାବରେ ପ୍ରସାର ହେବ ଏବଂ ଆମକୁ ଟିକିଏ ମାତ୍ର ପ୍ରଭୁ ଯେ କୃପା ଦିଅନ୍ତୁ ଯେ ଆମେ ତା ମଧ୍ୟରେ ନିଜକୁ ସାମିଲ ହେବୁ। ଅନ୍ନଦା ପ୍ରସାଦ ଦାସ, ଭାଇସ୍ ସେକ୍ରେଟାରୀ, ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ଟ୍ରଷ୍ଟ। ବାହନस्य ତସ୍ୟ ଟିକଚଧାରଣଂ ଫଳପାବନଭାଇରଂ କୁର୍ବନ୍ତୁ ଶୁଭମଙ୍ଗଳଂ। ନିରାଚଳ ନିବାସାୟ ନିତ୍ୟାୟ ପରମାତ୍ମନେ ବଳଭଦ୍ର ସୁଭଦ୍ରାଭ୍ୟାଂ ଜଗନ୍ନାଥାୟ। ଜୟ ଜଗନ୍ନାଥ। ଆଜି ପ୍ରଭୁଙ୍କର ରାକ୍ଷୀ ପୂର୍ଣ୍ଣମୀ ଏବଂ ବଳଭଦ୍ରଙ୍କର ପୂଜା। ଆଜି ରାକ୍ଷୀ ପୂର୍ଣ୍ଣମୀରେ ପ୍ରଭୁଙ୍କର ଖୁବ୍ ସୁନ୍ଦର ଭାବରେ ପୂଜା କରାଯାଇଛି। ନୀତିକାନ୍ତି ହିସାବରେ ପ୍ରଥମେ ଆମର ସକାଳ 6:30ରେ ମଙ୍ଗଳ ଆଳତୀ ଏବଂ ତାପରେ ପ୍ରଭୁଙ୍କର ରାକ୍ଷୀ ପୂର୍ଣ୍ଣିମା ରକ୍ଷାବନ୍ଧନ ଉପଲକ୍ଷେ ଷୋଡ଼ଶୋପଚାର ପୂଜା ଏବଂ ଆଳତୀ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା।
এবং কমিটির সমস্ত সদস্য মানে এই ষোড়শ উপচার পূজা করিবার সমস্তে অপেক্ষা করে রয়েছে শেষ পর্যন্ত প্রভুঙ্কর আশীর্বাদ নেওয়া যা হোক প্রভুঙ্কর শেষ পর্যন্ত এই কমিটির সমস্ত সদস্য এবং ভক্ত মানে অনেক ଥିଲେ ସେମାନେ ଭକ୍ତ ଭାବରେ ଏବଂ ପ୍ରଭୁଙ୍କ ପାଖରୁ ଆଶୀର୍ବାଦ ନେଇ ସେ ତାଙ୍କର ଘରକୁ ଯାଇଥିଲେ। ବିଜୟ କୁମାର ପଣ୍ଡା, ସୂର୍ଯ୍ୟ ଆଜି ସୁଭଦ୍ରା ଦେବୀ ରାକ୍ଷୀ ବାନ୍ଧିକି ଆଜି ହିନ୍ଦୁ ଧର୍ମର ବହୁତ ବଡ଼ ପର୍ବ ଯାହା ହଉ ଆଜି ଶ୍ରୀ ପୋଷ୍ଟା ଟ୍ରଷ୍ଟ ଆଜି ତାର ପୂଜା ପାଳନ କରିଛି। ବହୁତ ବଡ଼ ଖୁସିର ଦିନ।